श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। ओम गणेशाय नमः। ओम माँ सरस्वती तुम्हें कंठरे बस, माँ कंठरे बस। हे माँ सरस्वती तुम्हें कंठरे बस, माँ कंठरे बस। अतिबड़ी जगन्नाथ दास का रचित श्रीमद् भागवत महापुराण पंचम स्कंधर आम आज द्वितीय अध्याय श्रवण करवा। यही अध्यायर प्रथम भाग पद्यांतरी एवं द्वितीय भाग यार व्याख्या शुणा। तो यही अध्याय आग्निध मान प्रियव्रत राजा प्रियव्रत पुत्र आग्निधर चरित्र कथा एठारे वर्णना करा जायछि। द्वितीय अध्याय। द्वितीय अग्निद्र चरित नाभि प्रभृति तहु जात। श्री शुकवाच एमंते पितार अंतरे पित्यार आज्ञा घेनि शिरे जम्बुदी परे प्रजाजन अग्निध्र करई पालन। एमंते केते दिन गला अग्निध्र मने विचारिला संतोष पितृलोकंकर केमंते होइबे मोहर। एमंते मने विचारिला मंदर गिरी रे मिलिला सुरभ नीता क्रीड़ा स्थाने पशिला गहन कानने संसार कर तांकु ध्याई बसिला स्थिर मन होई। संसार करता किए ब्रह्मा, विष्णु हेले पालनकर्ता एवं महेश्वर शिव हेले संहारकर्ता। ताहा जानिले भगवान जे ब्रह्मा सृष्टिर कारण सभारे कर इगायन जाहार पूर्व चिति नाम। अति सुंदरी अपसरी ताकुपे सिले बेग करी अग्निध्र तपवन लागे मिलिला अपसरी बेगे अतिम जूल मनोहर विविध बिटपी अपार। बिटपी अर्थात वृक्ष घननी बिड़लता मान अछंती नाना पक्षीगण कर्णाभि राम ध्वनि मान करती हरषित मन स्वच्छनी निर्मल स्वादुबारी विविध जलाशय पुरी। कुकुट कारंडव हंस करती रुचिर विलास कल्हार नाना पुष्पसार पद्मपूरित सरोवर मंदप वन बोहिनीते ता देखी कन्या तु सचिते करई ललिते गायन विन्यासे पाद गतिमान चरणे नपुर ताहार ध्वनिक रई मनोहर अतिम जूल तान शुणी नृपकु मर शिरोमणि समाधि जोगरु ताहार नयन कमल जुगल ईशिते विकसित कला मंदम धुरे से चाहिला निकटे तार मुख देखी पिछाड़ी न पारई आखि भृंगर पत्नी से जेसने पुष्पलो डई बने बन। भृंगर पत्नी से जेसन पुष्पलो डई बने बन देवमा नव आदि जेते उल्लास हुअंती जगते बिहार अवलोकन रे सुस्वर वचन मधुरे प्राणीर मन कुसे नहीं अनंगे बस से करई से जेते बेले वाक्य कही बदनु सुगंध उठई तेनेलु बध भृंग गणे भ्रमंती तार सन्निधाने तेणु न पारे बेगे जाई पवने बस न चलई ता देखी नृपति नंदन
হইলা অনঙ্গে অধীন জড়প রায়ে সে হইলা কাহু তু অইলু বইলা পরদে বতা মায়া হই কিয়বা বনে লড়ু তুহি কামর অস্ত্র মান ঘেনি কি অর্থে ভ্রমু তুমে দিনি। পরদেবতা କହିଲେ ପରମ ପୁରୁଷ ବିଷ୍ଣୁ। ମୃଗାକ୍ଷୀ କହ ତୁ ବଚନେ ମୃଗକୁ ଲଡୁ କିବା ବନେ ତବେନି କମଳ ଲୋଚନ ନିଶ୍ଚୟ ଅନଙ୍ଗର ବାଣ କାହାକୁ ବିନ୍ଧିବି ସୁନ୍ଦରୀ କାହାକୁ ବିନ୍ଧିବୁ ସୁନ୍ଦରୀ କହ ତୁ ମାୟା ଦୂର କରି ଯେଉଁ ଲୋକକୁ ଦୟା କରୁ ଅନଙ୍ଗ ଅନଳେ ନ ମାରୁ ତୋହର ଶିରୁ ଶ୍ଳଥ ହୋଇ କୁସୁମ ମାନ ପଡୁଛଇ ଚରଣ ପଙ୍କଜେ ତୋହର ମଧୁର ବାଜ ଇନୁପୁର ଶରୀରେ ପୁଲକ ତୋହର ଉରରେ ଘନ କୁଚ ଭାର କିୟବା ଚକ୍ରବା କବିନି ଶରୀରେ ବହି ଛୁଭାମିନି ମଧ୍ୟଭା ଗଜେ କୃଷ ତୋର ଦିଶଇ ଅତି ମନୋହର ଜହିମ ନୟନ ଯୁଗଳ ଆଶ୍ରୟ କଲା କନିଶ୍ଚଳ ମୋହର ତପବନ ଭୂଇଁ ଅତି ସୁଗନ୍ଧ କଲୁ ତୁହି ଯାହାର ନୟନ ଗୋଚର ହୋଇବ ରୂପ ଗୁଣ ତୋର ସେ କିୟ ନଙ୍ଗ ବସ ନୋହି କହିବ ଏମନ୍ତ କେ ଦେହି ଅଦ୍ଭୁତ ସୁଧାର ସସାର ଆନନ୍ଦ କର ଇୟଧର ସୁରଙ୍ଗ ଦିଶ ଇବାହାର କିୟବା ଦେବା ପଟାନ୍ତର ବିଷ୍ଣୁକ ଲାକୁ କି ତୁ ଧରି ମର୍ତ୍ତ୍ୟକୁ ଅଇଲୁ ସୁନ୍ଦରୀ ମକର କୁଣ୍ଡଳ ତକନେ ଚଞ୍ଚଳ ମୀନ କି ନୟନେ ତୋହର ଦନ୍ତପତି ଦୁଇ ଡାଳିମ୍ବ ମଞ୍ଜି କି ଗଞ୍ଜଇ ଯେ ତୋର କର ପଦ୍ମେ ଧରି ପତଙ୍ଗ ଖେଳା ଉସୁନ୍ଦରୀ ପତଙ୍ଗ ଅର୍ଥାତ୍ ଗୁଡ଼ି ତାର ଭ୍ରମଣ କରିବାରେ ମୋ ଚିତ୍ତ ଭ୍ରମ ସେହୁ କରେ ଏବନ ସରୋବରେ ମୁହିଁ କଷ୍ଟେ ତ ପଶ୍ୟା ଆଚରଇ ତପକି ପୁନ ହେଲା ମୋର ଯେଣୁ ତୁ ନୟନ ଗୋଚର କିୟବା ବ୍ରହ୍ମା ପ୍ରସନ୍ନରେ ସୁନ୍ଦରୀ ମିଳିଲୁ ଛାମୁରେ ପ୍ରସନ୍ନ ହୁଅ ମତେ ତୁହି ମିତ୍ର ଭାବରେ ମୁଁ ଭଜଇ ତତେ ନ ଛାଡ଼ିବଇ ମୁହିଁ ବ୍ରହ୍ମା କି ଦେଲେ ପଠିଆଇ ତୋହର ଦେହେ ମୋର ମନ ରହିଲା ନିଶ୍ଚଳେ ନୟନ ହେ ପିନ ସ୍ତନୀ ଶୁଭ୍ର କେଶୀ ତୁ ମତେ ଘେନ ଗୋ ଆଶ୍ୱାସୀ ଚିତ୍ତୋମ ହର ତୁର ତହିଁ ନିଶ୍ଚଳେ ରହିଲା ଗୋ ସହି ସଫଳ କର ତୁଇ ଏହା ସ୍ୱଭାବେ ତୁତ ପୁଣ୍ୟ ଦେହା ଏମନ୍ତେ ଅନୁନୟ ବାଣୀ ବିବିଧେ କହେ ନୃପମଣି ମଧୁର କୋମଳ ବଚନ କହି ହରିଲା କନ୍ୟା ମନ ନୃପକୁ ମୋର ରୂପ ଗୁଣ ବିଦ୍ୟା ଯୌବନ ସୁରପଣ ଏମନ୍ତ ଗୁଣେ କନ୍ୟା ମନ ତକ୍ଷଣେ ହୋଇଲା ବନ୍ଧନ ଆଗ୍ନିଧ୍ର ସଙ୍ଗତେ ସୁନ୍ଦରୀ ଲକ୍ଷେବ ରସ ଭୋଗ କରି ଜମ୍ବୁଦି ପରପତି ତୁଲେ ବିବିଧ ଭୋଗ ସେ ଭୁଞ୍ଜିଲେ ସେ ପୂର୍ବ ଚିତି ଗର୍ଭଜାତ ହୋଇଲେ ଆଗ୍ନିଧର ସୂତ ନାଭିର ମ୍ୟକ କିମ୍ପୁରୁଷ କୁରୁଭ ଦ୍ରାସ ହରିବର୍ଷ ହିରଣ୍ମ ୟଜେ ଇଳାବୃତ କେତୁମାଳ ଏ ନବସୂତ ବରଷ ବରଷ କେତାର ହୁଅନ୍ତେ ଏ ନବକୁମର ଗୃହକୁ ପୂର୍ବ ଚିତି ତେଜି ବ୍ରହ୍ମାଚରଣେ
ବ୍ରହ୍ମାଚରଣେ ପୁଣ ଭଜି ମାତାର ପୁଣ୍ୟ ବଳୁ କରି କୁମରେ ଧର୍ମକୁ ଆଚରି ବିତାବି ଭାଗ ଅନୁମତେ ଜମ୍ବୁଦୀପକୁ ଯଥୋଚିତେ ଭୋଗ କରିଲେ ଏ କୁମରେ ପିତାର ଆଜ୍ଞା ଘେନି ଶିରେ ଏ ଅନ୍ତେ ଅଗ୍ନିଧ୍ର ରାଜନ ସକାମେ କରି କର୍ମମାନ ସେ କିଛି ଦିନ ଅନନ୍ତରେ ଗମିଲେ ସେ ପିତୃଲୋକରେ ପିତା ପିତୃଲୋକ ଅନ୍ତରେ ସେ ନବ ଭ୍ରାତେ ସହଦରେ ମେରୁର କନ୍ୟାମାନ ଯେତେ ବିବାହ ଇଲେ ବେଦମତେ ପ୍ରତିରୂପା ଯେ ନାରୀ ରମ୍ୟା ମେରୁ ଦେ ବିଜେ ଲତା ଶ୍ୟାମା ଉଗ୍ରଦଷ୍ଟି ଯେ ଦେବବାତି ଉଗ୍ରଦ୍ରଷ୍ଟା ଯେ ଦେବନୀତି ଭଦ୍ରା ଯେ ଏ ନବ ଦୁହିତି ଏ ରୂପେ ଥିଲେ ଯେ ମେରୁର ନବକନ୍ୟକା ମନୋହର ତାହାଙ୍କୁ ବିବାହ ହୋଇଲେ ଧର୍ମରେ ପୃଥିବୀ ପାଳିଲେ କହଇ ବିପ୍ର ଜଗନ୍ନାଥ ଅଗ୍ନିଧ୍ର ସୁତଙ୍କ ଚରିତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସା ସହିତାୟାଂ ପଞ୍ଚମ ସ୍କନ୍ଧେ ଅଗ୍ନିଧ ଚରିତ୍ରଂ ନାମ ଦ୍ୱିତୀୟୋଧ୍ୟାୟଃ। ବର୍ତ୍ତମାନ ଏହି ଅଧ୍ୟାୟର ଆମେ ବ୍ୟାଖ୍ୟା ଶୁଣିବା। ଶ୍ରୀ ସୁକଦେବ କହିଚାଲେ ପିତା ପ୍ରିୟବ୍ରତ ଏପରି ଭାବରେ ତପସ୍ୟାରେ ସଂଲଗ୍ନ ହୋଇଯିବାରୁ ତାଙ୍କରି ଆଜ୍ଞା ଅନୁସାରେ ଅଗ୍ନିଧ୍ର ଜମ୍ବୁଦ୍ୱୀପର ପ୍ରଜାମାନଙ୍କୁ ପୁତ୍ର ପରି ଧର୍ମ ଅନୁସାରେ ପାଳନ କଲେ। ଥରେ ସେ ପିତୃଲୋକ ପ୍ରାପ୍ତି କାମନାରେ ସତ୍ପୁତ୍ର ଲାଭ କରିବା ନିମନ୍ତେ ସକଳ ପ୍ରକାର ପୂଜା ସାମଗ୍ରୀ ଧରି ସୁର ସୁନ୍ଦରୀ ମାନଙ୍କର କ୍ରୀଡ଼ାସ୍ଥଳ ମନ୍ଦରାଚଳର ଗୋଟିଏ ଘାଟିକୁ ଚାଲିଗଲେ ଏବଂ ସେଠାରେ ତପସ୍ୟାରେ ତତ୍ପର ହୋଇ ଏକାଗ୍ର ଚିତ୍ତରେ ପ୍ରଜାପତି ମାନଙ୍କର ପତି ବ୍ରହ୍ମାଙ୍କୁ ଆରାଧନା କରିବାକୁ ଲାଗିଲେ। ଆଦିଦେବ ଭଗବାନ ବ୍ରହ୍ମା ତାଙ୍କର ଅଭିଳାଷ ଜାଣିଗଲେ। ତେଣୁ ସେ ନିଜ ସଭାର ଗାୟିକା ପୂର୍ବଚିତି ନାମ୍ନୀ ଜଣେ ଅପ୍ସରାକୁ ତାଙ୍କ ପାଖକୁ ପଠାଇଦେଲେ। ଅଗ୍ନିଧ୍ରଙ୍କ ଆଶ୍ରମ ନିକଟରେ ଗୋଟିଏ ଅତି ସୁନ୍ଦର ଉପବନ ଥାଏ। ସେହି ଅପ୍ସରା ସେଠାରେ ବିଚରଣ କଲା। ଉପବନଟି ନାନା ପ୍ରକାର ବୃକ୍ଷରେ ଘଞ୍ଚ ହୋଇଥାଏ। ସେହିସବୁ ବୃକ୍ଷ ଶାଖାରେ ସୁବର୍ଣ୍ଣଲତା ମାଡ଼ିଥାଏ। ସେଥିରେ ବସିଥିବା ମୟୂର ଆଦି ନାନା ପ୍ରକାର ସ୍ଥଳଚର ପକ୍ଷୀ ଯୋଡ଼ି ଯୋଡ଼ି ହୋଇ ସୁମଧୁର କୂଜନ କରୁଥାନ୍ତି। ସେମାନଙ୍କ ଷଟ୍ବାଜି ସ୍ୱରଯୁକ୍ତ ଧ୍ୱନି ଶୁଣି ପାଣିକୁଆ କାରଣ୍ଡବ ଓ କଳହଂସ ଆଦି ଜଳଚର ପକ୍ଷୀମାନେ ମଧ୍ୟ ନାନା ପ୍ରକାର କଳରବ କରୁଥାନ୍ତି। ତାହା ଫଳରେ ସେଠାରେ ପଦ୍ମବନରେ ସୁଶୋଭିତ ନିର୍ମଳ ସରୋବର ଗୁଞ୍ଜାୟମାନ ହୋଇ ଉଠୁଥାଏ। ପୂର୍ବଚିତ୍ର ବିଳାସପୂର୍ଣ୍ଣ ସୁଲଳିତ ଗତିବିଧି ଓ ପାଦ ପକାଇବାର ଶୈଳୀ ହେତୁ ତାର ପ୍ରତିଟି ପଦକ୍ଷେପରେ ତା ପାଦରେ ନୂପୁର ଋଣଝୁଣ ହୋଇ ବାଜି ଉଠୁଥାଏ। ସେହି ମନୋହର ଧ୍ୱନି ଶୁଣି ରାଜକୁମାର ଅଗ୍ନିଧ୍ର ସମାଧି ଯୋଗ ଦ୍ୱାରା ବୁଝି ହୋଇଯାଇଥିବା ନିଜର ପଦ୍ମ କଢ଼ି ସମାନ ସୁନ୍ଦର ନୟନ ଯୁଗଳ ଖୋଲି ଟିକେ ଚାହିଁ ଦିଅନ୍ତି ତ ନିକଟରେ ସେହି ଅପ୍ସରାକୁ ଦେଖିବାକୁ ପାଇଲେ। ସେ ଭ୍ରମରୀ ପରି ଗୋଟିଏ ଗୋଟିଏ ଫୁଲ ନିକଟକୁ ଯାଇ ତାକୁ ଶୁଙ୍ଘୁଥିଲା ଏବଂ ଦେବତା ଓ ମନୁଷ୍ୟମାନଙ୍କର ମନ ଓ ନୟନକୁ ଆହ୍ଲାଦିତ କରିଦେଉଥିବା ନିଜର ବିଳାସପୂର୍ଣ୍ଣ ଗତି, କ୍ରୀଡ଼ା ଚାପଲ୍ୟ, ଲଜ୍ଜା ଓ ବିନୟଯୁକ୍ତ ଚାହାଣୀ, ସୁମଧୁର ବାଣୀ ତଥା ମନୋହର ଅଙ୍ଗ ଓ ଅବୟବ ଦ୍ୱାରା ପୁରୁଷମାନଙ୍କ ହୃଦୟରେ କାମଦେବ ପ୍ରବେଶ କରିବା ନିମନ୍ତେ ଦ୍ୱାର ଖୋଲି ଦେଉଥିଲା। ସେ ଯେତେବେଳେ ହସି ହସି କଥା କହୁଥିଲା ସେତେବେଳେ ମନେ ହେଉଥିଲା ତା ମୁହଁରୁ ଅମୃତମୟ ମାଦକ ମଧୁ ଝରି ପଡ଼ୁଛି କି। ତାର ନିଶ୍ୱାସର ଗନ୍ଧରେ ମଦାନ୍ଧ ହୋଇ ଭ୍ରମରମାନେ ତାର ମୁଖ କମଳକୁ ଘେରି ରହୁଥିଲେ। ସେମାନଙ୍କ ଠାରୁ ରକ୍ଷା ପାଇବା ନିମନ୍ତେ ସେ ଯେତେବେଳେ ଶୀଘ୍ର ଶୀଘ୍ର ପାଦ ପକାଇ ଚାଲି ଯାଉଥିଲା ସେତେବେଳେ ତାର କୁଚକୁଶଳ ବେଣୀ ଓ କଟିର ମେଖଳା ହଲି ହଲି ବଡ଼ ମନୋହର ଦେଖାଯାଉଥିଲା। ଅଗ୍ନିଧ୍ର ଏ ଦୃଶ୍ୟ ଦେଖିବା ମାତ୍ରେ କାମଦେବକୁ ତାଙ୍କ ହୃଦୟରେ ପ୍ରବେଶ କରିବାକୁ ସୁଯୋଗ ମିଳିଗଲା ଏବଂ ରାଜକୁମାର କାମବାସନାର ଅଧୀନ ହୋଇଯାଇ ଅପ୍ସରାକୁ ପ୍ରସନ୍ନ କରିବା ନିମନ୍ତେ ପାଗଳଙ୍କ ପରି କହିବାକୁ ଲାଗିଲେ, ହେ ମୁନିବର, ତୁମେ କିଏ? ତୁମେ କ'ଣ କରିବାକୁ ଏହି ପର୍ବତକୁ ଆସିଛ? ତୁମେ ପରମ ପୁରୁଷ ଶ୍ରୀନାରାୟଣଙ୍କ କୌଣସି ମାୟା ନୁହଁ ତ? ଭ୍ରୁଲତା ଆଡ଼କୁ ଲକ୍ଷ୍ୟ କରି, ହେ ସଖେ, ତୁମେ ଏହି ଗୁଣ ନ ଧରିଥିବା ଧନୁ ଦୁଇଟିକୁ ରଖିଛ କାହିଁକି? ଏଥିରେ ତୁମର କିଛି ପ୍ରୟୋଜନ ଅଛି କି? ନା ଏ ସଂସାର ରୂପୀ ଅରଣ୍ୟରେ ମୋ ପରି ମତୁଆଲା ମୃଗକୁ ଶିକାର କରିବାକୁ ଚାହୁଁଛ? କଟାକ୍ଷକୁ ଲକ୍ଷ୍ୟ କରି
ତୁମର ଏହି ତୀର ଦୁଇଟି ତ ବଡ଼ ସୁନ୍ଦର ଓ ତୀକ୍ଷ୍ଣ ହୋଇଛି। ଆରେ ଏହି ତୀରରେ ତ ପଦ୍ମ ପାଖୁଡ଼ାର ପକ୍ଷ ଲାଗିଛି, ଦେଖିବାକୁ ବଡ଼ ଶାନ୍ତ ହୋଇଛି। ପୁଣି ଏଥିରେ ପୁଙ୍ଖ ବା ଶରର ତଳମୁଣ୍ଡର ଲାଗିଥିବା ପର ନାହିଁ। ଏଠାରେ ଏହି ବଣରେ ବୁଲି ବୁଲି ତୁମେ ଏହି ଶର କାହା ଉପରକୁ ମାରିବାକୁ ଯେ ଚାହୁଁଛ ମୁଁ ଜାଣିପାରୁନାହିଁ। ତଥାପି ଏତିକି ପ୍ରାର୍ଥନା ଯେ ତୁମର ଏହି ପରାକ୍ରମ ମୋ ପରି ଜଡ଼ବୁଦ୍ଧିମାନଙ୍କ ପାଇଁ ମଙ୍ଗଳକର ହେଉ। ଭ୍ରମରମାନଙ୍କୁ ଲକ୍ଷ୍ୟ କରି ଭଗବାନ ତୁମର ଚାରିପଟେ ଘେରି ରହି ଏଇ ଯେଉଁ ଶିଷ୍ୟଗଣ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, ସେମାନେ ତ ରହସ୍ୟମୟ ସାମଗାନ କରି ବୋଧହୁଏ ଭଗବାନଙ୍କୁ ସ୍ତୁତି କରୁଛନ୍ତି ଏବଂ ଋଷିଗଣ ଯେପରି ବେଦର ବିଭିନ୍ନ ଶାଖା ଅନୁସରଣ କରନ୍ତି, ଏମାନେ ମଧ୍ୟ ସେହିପରି ତୁମ ବେଣୀରୁ ଖସି ପଡ଼ୁଥିବା ଫୁଲ ପାଖକୁ ଧାଉଁଛନ୍ତି। ନୂପୁରର ଶବ୍ଦକୁ ସଂକେତ କରି କହୁଛନ୍ତି, ବ୍ରାହ୍ମଣ ତୁମ ଚରଣ ରୂପ ପଞ୍ଜୁରୀରେ ଯେଉଁ ତିତିର ଚଢ଼େଇଟି ରହିଛି ତାର କଣ୍ଠ ଶବ୍ଦ ତ ଶୁଭୁଛି, କିନ୍ତୁ ତା ରୂପଟି କାହିଁ ଦିଶୁନି। କମରପଟି ସହିତ ହଳଦିଆ ଶାଢ଼ୀ ଏବଂ ତା ଉପରେ ଘେରି ରହିଥିବା ମେକଳାକୁ ଉତ୍ପ୍ରେକ୍ଷା କରି ବର୍ତ୍ତମାନ କହୁଛନ୍ତି, ତୁମ ନିତମ୍ବରେ ଏପରି କଦମ୍ବ କୁସୁମର ଶୋଭା କେଉଁଠୁ ଆସିଲା? ତା ଉପରେ ତ ପୁଣି କଜଳ ଅଗ୍ନିଧର ମେଖଳା ଦିଶୁଛି, କିନ୍ତୁ ତୁମର ବକଳ ବସନ ଗଲା କୁଆଡ଼େ? କୁଙ୍କୁମ ମଣ୍ଡିତ କୁଚ ଯୁଗଳକୁ ଲକ୍ଷ୍ୟ କରି ଏବେ କହୁଛନ୍ତି, ଦ୍ୱିଜବର ତୁମ ଛାତିରେ ଏ ଯେଉଁ ଶିଙ୍ଗ ଦୁଇଟି ଉଠିଛି, ତା ଭିତରେ ତୁମେ କି ରତ୍ନ ସାଇତି ରଖିଛ? ତୁମ କଟି ତ ଏତେ କ୍ଷୀଣ, ତଥାପି ତୁମେ ସେହି ଶିଙ୍ଗ ଦୁଇଟିର ବୋଝ ସମ୍ଭାଳିଛ କିପରି? ସେହି ଦୁଇଟି ଉପରେ ତ ମୋ ଦୃଷ୍ଟି ଯାଇ ଲାଖି ଯାଇଛି। ପୁଣି ହେ ସୁଭଗ, ସେହି ଶିଙ୍ଗ ଦୁଇଟି ଉପରେ ତୁମେ ଯେ ଯେଉଁ ଲାଲ ରଙ୍ଗର ଲେପ ବୋଳିଛ, ତାହା କ'ଣ? ତାହା ସୁଗନ୍ଧରେ ତ ମୋର ସମଗ୍ର ଆଶ୍ରମଟା ମହକି ଉଠୁଛି। ହେ ମିତ୍ରବର, ତୁମ ନିବାସ କେଉଁଠି? ମୋତେ ଟିକିଏ ଦେଖାଇ ଦିଅ। ଯେଉଁଠାରେ ନିବାସୀମାନେ ତୁମ ପରି ଏଭଳି ଅଦ୍ଭୁତ ଅବୟବ ବକ୍ଷସ୍ଥଳରେ ଧାରଣ କରି ମୋ ପରି ପ୍ରାଣୀମାନଙ୍କର ଚିତ୍ତକୁ ବିକ୍ଷୁବ୍ଧ କରିଦିଅନ୍ତି ତଥା ମୁଖରେ ବିଚିତ୍ର ହାବଭାବ ସରସ ବଚନ ଓ ଅଧରାମୃତ ପରି ଅପୂର୍ବ ବସ୍ତୁ ସାଇତି ରଖନ୍ତି, ମୁଁ ତାହା ଦେଖିବାକୁ ଚାହେଁ। ହେ ପ୍ରିୟବର, ତୁମେ କ'ଣ ଖାଉଛ, ଯାହା ଫଳରେ କି ତୁମ ମୁଖରୁ ହବନ ସାମଗ୍ରୀ ପରି ସୁଗନ୍ଧ ଲାଗୁଛି? ତୁମେ ହେଉଛ ବିଷ୍ଣୁ ଭଗବାନଙ୍କର କୌଣସି ଏକ କଳା। ତେଣୁ ତୁମ କାନର ମକର କୁଣ୍ଡଳ ଦୁଇଟିର ଆଖିରେ କେବେ ବି ପଲକ ପଡ଼ୁନାହିଁ। ତୁମ ମୁହଁଟି ତ ଗୋଟିଏ ସୁନ୍ଦର ସରୋବର ତୁଲ୍ୟ। ସେହି ସରୋବରରେ ତୁମର ଚଞ୍ଚଳ ନେତ୍ର ଦୁଇଟି ଭୟରେ କମ୍ପୁଥିବା ଦୁଇଟି ମାଛ ପରି ଏବଂ ଦାନ୍ତ ଗୁଡ଼ିକ ହଂସମାନଙ୍କ ପରି ଏବଂ କୁଞ୍ଚିତ ଅଳକାବଳୀ ଭ୍ରମର ଦଳ ପରି ଶୋଭା ପାଉଛନ୍ତି। ହାତରେ ଧରିଥିବା ସେହି କନ୍ଦୁକ ବା ପେଣ୍ଡୁଟି ଯେତେବେଳେ ତୁମେ ଖେଳୁଛ, ତାହା ଉପରକୁ ଉଠି ଏଣେ ତେଣେ ଚାଲି ଯାଉଥିବା ଦେଖି ମୋ ନୟନ ଚଞ୍ଚଳ ହୋଇଯାଉଛି ଏବଂ ତାହା ସହିତ ମୋ ମନ ମଧ୍ୟ ଅସ୍ଥିର ହୋଇଯାଉଛି। ତୁମର କୁଟିଳ ଜଟାଜୁଟ ଖୋଲିଗଲାଣି, ତୁମେ ତାକୁ ସଜାଡ଼ୁନା କାହିଁକି? ଆରେ ଏ ଧୂର୍ତ୍ତ ବାୟୁ କେଡ଼େ ଦୁଷ୍ଟ ଦେଖିଲ। ଏ ବାୟୁ ତ ତୁମ କଟିଭାଗକୁ ବସ୍ତ୍ର ଉଡ଼ାଇ ନେବାକୁ ବସିଛି। ହେ ତପୋଧନ, ତପସ୍ୱୀମାନଙ୍କର ତପସ୍ୟା ଭ୍ରଷ୍ଟ କରିଦେଉଥିବା ଏହି ରୂପ ତୁମେ କେଉଁ ତପ କରି ପାଇଛ? ହେ ମିତ୍ର, ଆସ କିଛି ଦିନ ମୋ ସଙ୍ଗରେ ରହି ତପସ୍ୟା କର। ମୁଁ ଭାବୁଛି ବିଶ୍ୱ ବିସ୍ତାର କରିବାକୁ ଇଚ୍ଛା କରି ବ୍ରହ୍ମା ମୋ ଉପରେ ଏପରି କୃପା କରିନାହାନ୍ତି ତ? ନିଶ୍ଚିତ ରୂପେ ତୁମେ ହେଉଛ ମୋ ପାଇଁ ବ୍ରହ୍ମାଙ୍କର ହିଁ ଆଦରର ଦାନ। ଏଥର ମୁଁ ତୁମକୁ ଛାଡ଼ିପାରିବି ନାହିଁ। ମୋ ମନ ଓ ନୟନ ତୁମଠାରେ ଏପରି ଲାଗିଯାଇଛନ୍ତି ଯେ ସେମାନେ ଅନ୍ୟ ଆଡ଼େ ଯିବାକୁ ଆଦୌ ଚାହୁଁନାହାନ୍ତି। ଆଗ ସୁନ୍ଦର ସିଂହଧାରିଣୀ, ତୁମର ଯେଉଁଠିକି ଇଚ୍ଛା ମୋତେ ସେଠାକୁ ନେଇ ଚାଲ। ମୁଁ ତୁମର ଅନୁଚର, ତୁମର ଏହି ମଙ୍ଗଳମୟୀ ସହଚରୀମାନେ ବି ମୋ ସହିତ ରହନ୍ତୁ। ଶ୍ରୀ ସୁଖଦେବ କହିଚାଲେ, ହେ ରାଜନ, ଅଗ୍ନିଧ୍ର ଥିଲେ ଦେବତାମାନଙ୍କ ପରି ବୁଦ୍ଧିମାନ ଏବଂ ସ୍ତ୍ରୀମାନଙ୍କୁ ପ୍ରସନ୍ନ କରିବାରେ ଅତ୍ୟନ୍ତ କୁଶଳ। ସେ ଏହିପରି ରତି ଚାତୁର୍ଯ୍ୟମୟୀ ମିଠା ମିଠା କଥା କହି ସେହି ଅପ୍ସରାକୁ ପ୍ରସନ୍ନ କରିଦେଲେ। ବୀରମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଅଗ୍ନିଧ୍ରଙ୍କର ବୁଦ୍ଧି, ସ୍ୱଭାବ, ରୂପ, ଅବସ୍ଥା ଓ ଲକ୍ଷ୍ମୀ ଉଦାରତାରେ ଆକର୍ଷିତା ହୋଇ ସେହି ଅପ୍ସରା ଜମ୍ବୁ ଦ୍ୱୀପ ଅଧିପତିଙ୍କ ସହିତ କେତେ ହଜାର ବର୍ଷ ପର୍ଯ୍ୟନ୍ତ ରହି ପୃଥିବୀ ଓ ସ୍ୱର୍ଗର ସୁଖ ଭୋଗ କରିବାକୁ ଲାଗିଲା। ନୃପବର ଅଗ୍ନିଧ୍ର ତା ଗର୍ଭରୁ ନାଭି, କିମ୍ପୁରୁଷ, ହରିବର୍ଷ, ଇଳାବୃତ, ରମ୍ୟକ, ହିରଣ୍ମୟ, କୁରୁ, ଭଦ୍ରାସ, କେତୁମାଳ ନାମକ 9ଟି ପୁତ୍ର ଉତ୍ପନ୍ନ କଲେ। ଏପରି ଭାବରେ 9 ବର୍ଷରେ ବର୍ଷକେ ଗୋଟିଏ ଗୋଟିଏ କରି 9ଟି ପୁତ୍ର ଜନ୍ମ କରି ସେମାନଙ୍କୁ ରାଜଭବନରେ ଛାଡ଼ିଦେଇ ପୂର୍ବଚିତ୍ତି ଅପ୍ସରା ଫେରିଗଲା ଏବଂ ଯାଇ ବ୍ରହ୍ମାଙ୍କ ସେବାରେ ଉପସ୍ଥିତ ହୋଇଗଲା। ଅଗ୍ନିଧ୍ରଙ୍କର ସେହି ପୁତ୍ରମାନେ ମାତାଙ୍କ ଅନୁଗ୍ରହରୁ ସୁସ୍ଥ ଓ ସବଳ ଓ ସୁନ୍ଦର ଥିଲେ।
ଆଗ୍ନିଧ୍ର ଜମ୍ବୁଦ୍ୱୀପକୁ 9 ଭାଗ କରିଦେଇ ସେ ସବୁ ପୁତ୍ରମାନଙ୍କ ନାମ ଅନୁସାରେ ନାମକରଣ କରିଥିଲେ ଏବଂ ସେହି ବର୍ଷ ଭୂଖଣ୍ଡଗୁଡ଼ିକୁ 9 ପୁତ୍ରଙ୍କ ହାତରେ ସମର୍ପି ଦେଲେ। ତା ଫଳରେ ସେମାନେ ନିଜ ନିଜର ରାଜ୍ୟ ସମ୍ଭାଳିବାକୁ ଲାଗିଲେ। ମହାରାଜ ଆଗ୍ନିଧ୍ର ପ୍ରତ୍ୟହ ସୁଖଭୋଗ କରି କରି ମଧ୍ୟ ତୃପ୍ତ ହୋଇନଥିଲେ। ସେ ସେହି ଅପ୍ସରାକୁ ହିଁ ପରମ ପୁରୁଷାର୍ଥ ବୋଲି ଭାବିଥିଲେ। ତେଣୁ ବୈଦିକ କର୍ମମାନଙ୍କ ଦ୍ୱାରା ସେ ଏଭଳି ଲୋକ ପ୍ରାପ୍ତ ହେଲେ ଯେଉଁଠାରେ କି ପିତୃଗଣ ନିଜର ସୁକୃତ ଅନୁସାରେ ବିଭିନ୍ନ ପ୍ରକାର ଭୋଗ ଲାଭ କରୁଥିଲେ। ଆଗ୍ନିଧ୍ରଙ୍କର ଦେହାନ୍ତ ପରେ ନାଭି ଆଦି 9 ଭାଗ ମେରୁଙ୍କର ମେରୁଦେବୀ, ପ୍ରତିରୂପା, ଉଗ୍ରଦଷ୍ଟି, ଲତା, ରମ୍ୟା, ଶ୍ୟାମା, ନାରୀ, ଭଦ୍ରା ଓ ଦେବନୀତି ନାମ୍ନୀ 9 ଜଣ ଝିଅଙ୍କୁ ବିବାହ କଲେ। ଏହି ଥିଲା ଏହି ଅଧ୍ୟାୟର ବ୍ୟାଖ୍ୟା ଏବଂ ବର୍ଣ୍ଣନା। ତେଣୁ ଏମିତି ଆପଣ ଧାରାବାହିକ ଭାବରେ ଶୁଣିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଫଲୋ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଏବଂ ପରବର୍ତ୍ତୀ ଅଧ୍ୟାୟରେ ଅଛି ରାଜା ନାଭିଙ୍କ ଚରିତ୍ର ବିଷୟରେ ଆମେ ଶ୍ରବଣ କରିବା।